ଏହି ଶୀତଦିନିଆ ଗଛଗୁଡ଼ିକୁ ଖରାଦିନରେ ମଧ୍ୟ ଫୁଟାଯାଇ ପାରିବ। ଏହାକୁ ଟୋଟାଲି ଗ୍ରୀନ୍ ନେଟ୍ ତଳେ ପୁରା ଛାଇରେ ରଖିବାକୁ ପଡ଼ିଥାଏ ଓ ଏହାକୁ ସଦାସର୍ବଦା ପାଣି ଦେବାକୁ ପଡ଼ିଥାଏ, ଯାହାଫଳରେ କି ଏହାର ମାଟି ସଦାସର୍ବଦା ଓଦା ହୋଇକି ରହିବା ଦରକାର। ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। ବନ୍ଧୁଗଣ, ଆପଣମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଏଭଳି ତିକ୍ତ ଖରା ଉପରେ ଆପଣମାନେ ନିଶ୍ଚୟ ରୂପେ ଖରାର ଅନୁଭବ କରିପାରୁଥିବେ। ସେହିଭଳି ଭାବରେ ଗଛଗୁଡ଼ିକ ମଧ୍ୟ ଖରାର ଅନୁଭବ କରିପାରୁଛନ୍ତି। ତାର ପ୍ରତିବଦଳରେ ମଧ୍ୟ ଶୀତ ଦିନର ଗଛଗୁଡ଼ିକ, ଶୀତ ଦିନରେ ଫୁଟୁଥିବା ଫୁଲ ଗଛଗୁଡ଼ିକ ଖରା ଦିନରେ ମଧ୍ୟ ଉଗାଯାଇପାରିବ ଏବଂ ସେଥିରୁ ମଧ୍ୟ ଫୁଲ ନିଆଯାଇପାରିବ। ଚାଲନ୍ତୁ ଏ ଭିଡ଼ିଓରେ ଆପଣମାନଙ୍କୁ ପୁରା ଡିଟେଲ ଜଣାଇବି କିଭଳି ଭାବରେ ପିହୁ ଗାର୍ଡେନରେ ଶୀତଦିନିଆ ଫୁଲ ଗଛଗୁଡ଼ିକ ହୋଇଅଛି। ମୁଁ ଆପଣଙ୍କୁ ଏ ଦେଖନ୍ତୁ, ଯେଭଳି ଭାବରେ ଦେଖିପାରୁଥିବେ ମେରିଗୋଲ୍ଡ ଗଛଗୁଡ଼ିକ କିଭଳି ଭାବରେ ହୃଷ୍ଟପୃଷ୍ଟ ଟାଇପ୍ର ରହିଅଛନ୍ତି। ଏହାକୁ ଆପଣମାନେ ଯେଉଁଭଳି ଭାବରେ ମୁଁ ଦେଖିପାରୁଥିବେ ଗ୍ରୀନ୍ ନେଟ୍ ତଳେ ସଦାସର୍ବଦା ରଖିଅଛି, ଆପଣମାନେ ମଧ୍ୟ ସେହିଭଳି ଭାବରେ ଗ୍ରୀନ୍ ନେଟ୍ ତଳେ ହିଁ ଏହାକୁ ରଖିବେ। ଏଥିରେ କମ୍ରେ କମ୍ ଖରା ପଡ଼ିବା ଆବଶ୍ୟକ ଅଟେ। ଯଦି ଅଧିକା ଖରା ପଡ଼ିଥାଏ ତାହେଲେ ଏ ଗଛଗୁଡ଼ିକ ପୋଡ଼ି ମରିଯିବାର ସମ୍ଭାବନା ରହିଅଛି। ଆଉ ଆପଣମାନେ ଯେଭଳି ଭାବରେ ଦେଖିପାରୁଥିବେ ଭିଡ଼ିଓରେ, ଏହାର ପଲିବ୍ୟାଗ୍ରେ ଥିବା ମାଟି ସଦାସର୍ବଦା ଓଦା ହୋଇ ରହିବା ଦରକାର। ତେଣୁ ଯଦି ଶୀତଦିନିଆ ଫୁଲ ଗଛଗୁଡ଼ିକ ଆପଣ ଖରାଦିନରେ ଉଗାଇବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଦିନକୁ 2 ଥର ଏହାକୁ ପାଣି ଦେବାକୁ ଚେଷ୍ଟା କରନ୍ତୁ, ସକାଳେ ଥରେ, ସନ୍ଧ୍ୟାରେ ଥରେ, ଯାହାଫଳରେ କି ମାଟିରେ ଓଦା ହୋଇ ରହିବ ଓ ଗଛଟି ଝାଉଁଳିବ ନାହିଁ, ଗଛଟି ଫୁଲ ଦେବ। ଯେଭଳି ଭାବରେ ଆପଣମାନେ ଭିଡ଼ିଓରେ ଦେଖିପାରୁଥିବେ ମିନି ଡ୍ୱାର୍ଫ ଭେରାଇଟିର ଜିନିଆ କିଭଳି ଭାବରେ ବହୁତ ଭଲ ଭାବରେ ଫୁଟିଛି ଏବଂ ସେଥିରୁ ମଧ୍ୟ ବହୁତ ଗୁଡ଼ିକ କଢ଼ ମଧ୍ୟ ହୋଇଅଛି। ଆପଣମାନେ ମଧ୍ୟ ଏଇଭଳି ଭାବରେ ଫୁଲ ପାଇପାରିବେ। ମାତ୍ର କିଛିଟି ଟ୍ରିକ୍ସକୁ ଆପଣମାନେ ଫଲୋ କଲେ ଏଇଭଳି ଭାବରେ ଫୁଲ ମଧ୍ୟ ଆପଣମାନଙ୍କ ଗାର୍ଡେନରେ ଆପଣମାନେ ପାଇପାରିବେ। ଯେତେବେଳେ ଆପଣମାନେ ସନ୍ଧ୍ୟା ସମୟରେ ପାଣି ଦେବେ, ଭରପୁର ମାତ୍ରାରେ ପାଣି ଦିଅନ୍ତୁ ଏବଂ ଗଛଗୁଡ଼ିକର ପତ୍ରରେ ମଧ୍ୟ ପାଣିକୁ ସ୍ପ୍ରେ କରିଦିଅନ୍ତୁ, ଯାହାଫଳରେ କି ଗଛଗୁଡ଼ିକ ଡାଇରେକ୍ଟ ୱାଟର ପତ୍ର ମାଧ୍ୟମରେ ଆବଜର୍ଭ କରିପାରିବେ ଏବଂ ଗଛଗୁଡ଼ିକୁ ପାରିବେ ଯଦି ଯେତେ ପାରିବେ ଆପଣମାନେ ଏହାକୁ ଥଣ୍ଡା ରଖିବାକୁ ଚେଷ୍ଟା କରନ୍ତୁ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି ନିଶ୍ଚିତ ରୂପେ ଗୋଟେ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଓ ଆପଣମାନଙ୍କର ବନ୍ଧୁଗଣ ସାଙ୍ଗସାଥିମାନଙ୍କୁ ଭିଡ଼ିଓଟି ସେୟାର ମଧ୍ୟ କରନ୍ତୁ। ସେମାନେ ମଧ୍ୟ ଖରାଦିନରେ କିଭଳି ଭାବରେ ଶୀତଦିନିଆ ଫୁଲ ଉଗାଇ ପାରିବେ ତାହାର ପ୍ରୋସେସଟି ଜାଣିପାରିବେ। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ଜୟ ଜଗନ୍ନାଥ।